କାମଟା ଆରମ୍ଭ ହଉ ମୁଣ୍ଡଟା ଫାଟିଗଲାଣି ଏଠି। ଆମର ଏଠି ଅଲରେଡି ଚୁଲି ଲାଗି ସାରିଲାଣି, ଆରମ୍ଭ ହବ। ମାଛ ଭଜା, ଏପଟେ ମାଛ। ଆଜି ଚାଲୁ ଆମର ସବୁଜ ସେନାର କାର୍ଯ୍ୟକ୍ରମ ଅଛି ସେପଟେ ଚନ୍ଦନ ବାଟିକାରେ। ଗଛରେ କିଛି ସାର ଦିଆହବା ସହିତ ଆଜି ଟିକେ ପଖାଳ ମାଡ ହବ। ଆପଣମାନଙ୍କୁ ସବୁ ଦେଖେଇବି ସେପଟେ ନେଇକି। ଚାଲନ୍ତୁ କେମିତି କଣ ସବୁ ହଉଛି ଆଜି କାର୍ଯ୍ୟକ୍ରମ। ଆମର ନାୟକ ସରପଞ୍ଚ ଗାଡି ଚଲାଉଛନ୍ତି, ଅଳ୍ପ ବାଟ ଆସୁ। ଆପଣ ମାନେ ହେଲମେଟ ଦେଖୁଥିବେ, ହେଲମେଟ ନାହିଁ ମୁଣ୍ଡରେ, ଭାବୁଥିବେ ହେଲମେଟ ଦିଆହେଇନି। ଆମେ ଅଳ୍ପ ବାଟ ଆସୁ ବୋଲି ଜାଣିକି ହେଲମେଟ ଆଣୁ। ତ ଚାଲନ୍ତୁ ସେଇ ଜାଗାରେ ପାଖାପାଖି ହେଇଗଲାଣୁ, ଚନ୍ଦନ ବାଟିକା ପାଖାପାଖି। ଏପଟେ ବିଲିପଡାର ଆମର ଯୋଉ ସେ ପାଣି ଟାଙ୍କି ଅଛି ସେଇ ଜାଗାରେ। ଆଉ ମାତ୍ର ଅଳ୍ପ ବାଟ ପରେ ପଡିଯିବ ଚନ୍ଦନ ବାଟିକା, ଯୋଉଠି ବିଭିନ୍ନ ପ୍ରଜାତିର ଗଛ ଲାଗିଛି। ଆଉ ସୁନ୍ଦର ମାହୋଲଟା ବି ହେଇଛି। ସେ ଜାଗାଟି ଦେଖିଲେ, ସେ ପରିବେଶ ଦେଖିଲେ ଆପଣମାନଙ୍କୁ ଖୁସି ଲାଗିବ। ନିଶ୍ଚିନ୍ତ ଭାବରେ ମୁଁ ଆପଣଙ୍କୁ କହିବି, ଆପଣମାନେ ଗଛ ଲଗାନ୍ତୁ। ଯୋଉଠି ଟିକେ ଫାଙ୍କା ଦେଖୁଛନ୍ତି ନିଶ୍ଚିନ୍ତ ଭାବରେ ଗଛ ଲଗାନ୍ତୁ, ଗଛ ସୁରକ୍ଷା ଦିଅନ୍ତୁ। କେବଳ ଗଛ ଆମକୁ ଅକ୍ସିଜେନ ଦେବନି, ଆମର ଅନ୍ୟାନ୍ୟ କାର୍ଯ୍ୟରେ ବି ଗଛ ଦରକାର। ସେଥିପାଇଁ ଗଛ ବହୁତ ମାତ୍ରାରେ ଲଗାନ୍ତୁ। ବର୍ତ୍ତମାନ ଆସି ଆମେ ପାଖାପାଖି ହେଇଗଲୁଣି ଚନ୍ଦନ ବାଟିକା ପାଖାପାଖି। ଆଉ ଅଳ୍ପ ବାଟ, ମାତ୍ର ଅଳ୍ପ ବାଟ। ସୁନ୍ଦର ଜାଗାଟି। ଗତ ବର୍ଷ ଲାଗିଥିଲା ଗଛ 100ରୁ ଉର୍ଦ୍ଧ୍ବ, ଯୋଉଟା କି ହେଇଗଲାଣି ବହୁତ ବଡ ବଡ, ପାଖାପାଖି ପାଖାପାଖି ହେଇଗଲାଣି। ଆଉ କିଛି ଗଛ ଲାଗିଛି ଫଳ ଗଛ, ଯୋଉଟା ଆମ୍ବ, ପିଜୁଳି, କାଜୁ ଏବଂ ଅନ୍ୟାନ୍ୟ ପ୍ରଜାତିର ବିଭିନ୍ନ ଗଛ ଲାଗିଛି। ସେ ଗଛରେ ଆଜି ଟିକେ ସାର ଦିଆହବ, ତା ସହିତ ଟିକେ ଦହି ପଖାଳ ବି ଚାଲିବ। ଆଉ ମୋ ଭାଇ ମାନେ ବି ଆସି କାମ କରୁଛନ୍ତି ସେପଟେ ତଳ ପଟେ ମୁଁ ଦେଖଉଛି। ଏପଟେ ଦେବୀ ନଈର ବନ୍ଧ, ଏପଟେ ହଉଛି ଆମର ଚନ୍ଦନ ବାଟିକା। ଦେଖନ୍ତୁ କେତେ ସୁନ୍ଦର ଜାଗାଟି। ସେ ଯୋଉ ଗଛ ଲାଗିଛି ସେପଟେ ଗତ ବର୍ଷ ଲାଗିଥିଲା, ଆଉ ଏପଟେ ଲାଗିଛି ଅଳ୍ପ, ମାନେ ପାଖାପାଖି 100ରୁ ଅଧିକ ହବ ଗଛ। ପାଖାପାଖି 100ରୁ ଅଧିକ ଗଛ ହବ। ଆଉ ଭାଇ ଆମର ସେପଟେ ପୁରା ମାଛ ଭାଜିବା ପାଇଁ ରେଡି କଲେଣି। ଭାଇ ଯିଏ ଆମର ସବୁବେଳେ ମାନେ ଚୁପଚାପ କିନ୍ତୁ କାମରେ ଆଗ। ମୁଁ ଯାଉଛି ଭାଇଙ୍କ ପାଖକୁ, ଭାଇ ହସିଲେଣି, ଆମ ବଡ ଭାଇ। ଟିକେ ତାଙ୍କ ପାଖକୁ ମୁଁ ଯାଉଛି, କଣ କରୁଛନ୍ତି ଦେଖିବା। ଗତ ବର୍ଷ ଲାଗିଥିଲା ପାଖାପାଖି 100ରୁ ଉର୍ଦ୍ଧ୍ବ, ଏ ବର୍ଷ ଲାଗିଛି 100ରୁ ଉର୍ଦ୍ଧ୍ବ ଫଳ ଗଛ। ପିଜୁଳି, ଏଠି ପିଜୁଳି ଗଛ, ସବୁ ପିଜୁଳି, କାଜୁ, ଏପଟେ ଦେଖନ୍ତୁ କାଜୁ ସବୁ। ତା ସହିତ ଜାମୁକୋଳି ଅଛି, ତା ସହିତ ଆମ୍ବ ଗଛ ବି ଅଛି ସେପଟେ। ଆଉ କଣ କଣ ସବୁ ଲାଗିଛି, ବିଭିନ୍ନ ପ୍ରଜାତିର ଫଳ ଗଛ। ଏଇଟା କେବଳ ଫଳ ଗଛ ଲାଗିଛି। ଆଉ ସେପଟେ ଜାମୁ ସହିତ ଅନ୍ୟାନ୍ୟ ଗଛ। ଦେଖିପାରୁଥିବେ କେତେ ସୁନ୍ଦର ଜାଗାଟି ହେଇଛି। ଏ ଯୋଉ ଖରା ହଉଛି ଟିକେ, ସେଥିପାଇଁ ଭାଇ ଆମର ମାଛ ଭାଜିବା ପାଇଁ ଚୁଲି ଏଇଠି କଲେଣି। ଜଗର ମାଛ ଭଜା ହବ, ମାଛ ବି ଆସି ଯାଇଛି। ଜଗର ମାଛ ଭଜାକୁ ଦହି ପଖାଳ, ତା ସହିତ ଅନ୍ୟାନ୍ୟ ବ୍ୟବସ୍ଥା ବି ହେଇଛି। କଦଳୀ ପତ୍ର ଆସି ଥୁଆ ହେଇଗଲାଣି। ଆଉ ଆସିବେ ସବୁ ଆମର ସବୁଜ ଯୋଦ୍ଧା ମାନେ ଆସି ସବୁ ପହଞ୍ଚିବେ। ରାଜେଶ ଆମର ବ୍ରହ୍ମପୁର ଆସିଛି କେବଳ ଏଇଠି ଟିକେ ଆଜି କାମ ପାଇଁ। ସମସ୍ତଙ୍କୁ ଧନ୍ୟବାଦ ଦେବି ହୃଦୟରୁ। ଦେଖନ୍ତୁ ମୋ ପଛଆଡେ ଏ ଯୋଉ ସବୁ ଗଛ ଦେଖାହଉଛି, ଏଗୁଡାକ ଗତ ବର୍ଷ ଲାଗିଥିଲା। ଯୋଉଟା ବର୍ଷକରେ ଗଛ କେତେ ବଡ ହେଇଛି, ଆଉ ତାର ସବୁ ଜାଗା ଶ୍ରେୟ ମୁଁ ଦଉଛି ଚନ୍ଦନ ଭାଇକି। ଯାଉ ସେମାନଙ୍କର ପିଲାମାନଙ୍କୁ ସେ ଲଗେଇକି, ମାନେ ଏମିତିକି ସନ୍ଧ୍ୟା ଯାଏ, ରାତି 7ଟା 8ଟା ଯାଏ ପରିଶ୍ରମ କରୁଛନ୍ତି। ଯୋଉଥିପାଇଁ ଆଜି ଏ ଗଛ ଗୁଡା ଏତେ ବଡ ବଡ ହୋଇଛି। ସାର ଦବାଠୁ ଆରମ୍ଭ କରି ଏପଟେ କିଛି ପାଣିର ବ୍ୟବସ୍ଥା ନାହିଁ। ନଈ ସେପଟୁ, ବନ୍ଧ ସେପଟୁ, ନଈରୁ ପାଣି ବୁହାଇକି ସେମାନେ ଏଠି ଦେଇଛନ୍ତି। ବହୁତ ପରିଶ୍ରମ କରୁଛନ୍ତି, ମାନେ ସେ ପରିଶ୍ରମ କଥା କହିଲେ ସରିବନି। ସେମାନେ ବହୁତ ପରିଶ୍ରମ କରୁଛନ୍ତି। ଯାହା ସେ ପରିଶ୍ରମର ଫଳ ଏଇ ହଉଛି ସେଇ ଖୁସି, ସେଇ ଆନନ୍ଦ, ଯୋଉଟା ଏତେ ମାନେ କଷ୍ଟ ପରେ ଏଇ ଯୋଉ ସୁଫଳ ମିଳେ, ସେଇଆକୁ ଦେଖିଲେ ହିଁ ଆନନ୍ଦଟା ମିଳେ। ଯୋଉଟା କି ତାଙ୍କର ମାନେ ପରିଶ୍ରମର ଫଳ ଏଇଟା। ମାତ୍ର ଗୋଟେ ବର୍ଷରେ ଗଛ କେତେ ବଡ ବଡ ହୋଇଛି। ଆଉ ସେପଟେ ତ ଦେଖେଇଲି ସବୁ ଫଳ ଗଛ। ତାପରେ କିଛି ସମୟ ପରେ ସମସ୍ତେ ଆସି ପହଞ୍ଚିବେ। ତାଙ୍କ ସହିତ ଆଉ ଟିକେ ଆମେ ଭିଡିଓ କରିବା, ମଜାମସ୍ତି କରିବା। ତା ସହିତ ଆଜି ପଖାଳର ଟିକେ ଆନନ୍ଦ ନବା। ଆଉ ଚୁଲିରେ କଡେଇ ବସେଇ ପୁରା ତେଲ ପଡିଗଲା। ଏବେ ତେଲ ଖାଲି ଟିକେ ଗରମ ହେଲା, ଜଗର ମାଛଟି ତା ଦେହରେ ପଡିବ। ଜଗର ମାଛଟି ଭାଇ ଆପଣମାନେ ଯେମିତି ଦେଖିପାରୁଛନ୍ତି, ସମସ୍ତେ କାମ ଲାଗିଗଲେ। ସେପଟେ ରାଜେଶ ଗରି ଆସୁଛନ୍ତି, ରାଜେଶ, ଶ୍ରୀକାନ୍ତ, ରଥାବୁ ସବୁ ଆସୁଛନ୍ତି। ଆଉ ଭାଇ ତ ଆମର ମାଛରେ ଲାଗିଛନ୍ତି। ଏଇଠି ଆମର ନାୟବ ସରପଞ୍ଚ ଏଇଠି ପୁରା ଗାମଛା ଖୋଲି କଣ ଚିଙ୍ଗୁଡି ଏଇଠି ଘାଣ୍ଟିଲି। ଆଜି କଣ ହବା, ଆଜି ପୁରା ମାନେ ଆଇଟମ ମାନେ କଣ, ମୁଁ ଭାବୁଛି ଆଜି ସବୁଜ, ଆଜି ଚନ୍ଦନ ବାଟିକାରେ ବୋଧେ ଖାଲି ଦହି ପଖାଳ ସହିତ ଖାଲି ନନଭେଜ ଉଡିବ।
ଆମ ଭେଜ କଣ ଅଛି? ନନଭେଜ ର 2ଟି, ଭେଜ ର 18 ଟଙ୍କା। ଏ ପ୍ରଭୁ ଯାହା ହଉ ଆତ୍ମା ଶାନ୍ତି ହେଇଯିବ। ଏଇଟା କଣ ପଖାଳ? ପଖାଳ ଆଜି ପ୍ରଥମ ଥର ଆମ ବଡ ଭାଇ ଆମ ସହିତ ଯୋଗ ଦେଇଛନ୍ତି, ଆଉ ସେ ପୁଣି ଧରିକି ଆସିଛନ୍ତି ପଖାଳ। ଦହି ପଖାଳ ଦେଖନ୍ତୁ, ଦହି ପଖାଳ ଅଲରେଡି ଆସିଗଲାଣି, ତା ସହିତ ଆଉ ବିଭିନ୍ନ ସାଧା ଆଇଟମ ସବୁ ଆସି ସାରିଛି। ଏବେ ପୁଣି ଜଗର ମାଛ ପରେ ଏଇଟା କି ମାଛ? ଏଇଟା ବା ଜଗର। ଆଜି ଖାଲି ଜଗର ମାଡ, ଚୁଙ୍ଗୁଡି ଜଗର। ଆଉ ବହୁତ ଦିନ ପରେ ଆଜି ଚନ୍ଦନ ବାଟିକା ପୁରିଲା ଲାଗୁଛି। ସବୁ ଭାଇ ମାନେ ଆସି ଉପସ୍ଥିତ ଆଜି। ତାପରେ ଆସୁଛନ୍ତି ଆମର ମୁଖ୍ୟ ଉଦ୍ୟୋକ୍ତା ଗୁରୁଜୀ, ଆସି ପହଞ୍ଚିବେ ଆଉ ଟିକେ ପରେ। ଆମର କିଛି ସାନ ଭାଇ ମାନଙ୍କୁ ସମ୍ବର୍ଦ୍ଧନା କରିବାର ଅଛି ଆଜି ଏଇଠି। ତା ସହିତ ସାର ବି ଦିଆ ଚାଲିଲାଣି। ଦେଖନ୍ତୁ ଆମର ବଡ ଭାଇ ବାବାଜୀ ଭାଇ ଆଉ ରାଜେଶ ଭାଇ ସୁଦୂର ବ୍ରହ୍ମପୁର ଆସିଛନ୍ତି ଖାଲି ସାର ଦେବା ପାଇଁ। ପଖାଳ ତ ଗୋଟେ ବାହାନା, ସେଟା ଗୋଟେ ମଜାମସ୍ତି, କିନ୍ତୁ ପ୍ରକୃତ କାରଣ ହେଲା ଆଜି ସାର ଦେବାର ଥିଲା। ବହୁତ ଗଛ ଅଛି। ମାନେ ଆଜି ମତେ ପ୍ରଥମ ଥର ଗୋଟେ ଆନନ୍ଦ ଲାଗୁଛି ଏଇଥିପାଇଁ ଯେ ଆଜି ସବୁ ଜାଗା ଟିକେ ପୁରିଲା ଲାଗୁଛି, ଯୋଉଥିପାଇଁ ଯେ ସବୁ ଯାକ ଭାଇ ଆସି ଆମର ଏକାଠି ହୋଇଛନ୍ତି। ଆଉ ଆମ ସାଙ୍ଗରେ ଆମ ଭାଇ ତ ଅଛି, ଚିହ୍ନିଥିବେ ରାଜେଶ ଭାଇ କୁ। ପଦିଏ ପଦରେ ଆଜିର ଯୋଉ ମାହୋଲ ଟା କେମିତି ଲାଗୁଛି, ତା ସହିତ ଦହି ପଖାଳ ଟେ ହବ, ତା ଉପରେ ପଦିଏ। ସମସ୍ତ ନମସ୍କାର, ଜୟ ଜଗନ୍ନାଥ, ଜୟ ସବୁଜ ସେନା। ଆଜି ଚନ୍ଦନ ବାଟିକାରେ ସବୁଜ ସେନା ପକ୍ଷରୁ ଆୟୋଜିତ ଏଇ ଯୋଉ ପଖାଳର ଆୟୋଜନ, ଏହା ସ୍ୱତନ୍ତ୍ର ଭାବରେ ଗୋଟେ ଆନନ୍ଦର ବିଷୟ। ଏବଂ ତାହା ଭିତରେ ସବୁ ଭାଇମାନେ ଆମର ଆଜି ପହଞ୍ଚି ଯାଇଛନ୍ତି। ଆମର ଆଜି ସବୁ ବୃକ୍ଷ ଗୁଡାକ ବଢି ଯାଇଛି, ତା ମୂଳେ ସବୁ ଜାଗାରେ ଆଜି ସାର ଦିଆଯାଉଛି। ତା ଭିତରେ ଏଇ ଯୋଉ ପବିତ୍ର ଦେବୀ ନଦୀ କୂଳ ଅବବାହିକା ଯୋଉ ସୁନ୍ଦର ହୁଲୁରିଆ ପବନ, ସୁଶୀଳିଆ ପବନ, ତାର ଆନନ୍ଦ ସଂସାରରେ ଆଉ କେହି ଦେଇପାରିବେ ନାହିଁ। ଜୟ ଜଗନ୍ନାଥ। କାମ ଚାଲିଛି ସେପଟେ, ମାଛ ଭଜା ଚାଲିଛି, ତା ସହିତ ସାର ଦିଆ ଚାଲିଛି। ତା ଭିତରେ ପୁଣି ଟିକେ ମୁଁ ପଚାରିଦେବି ଆମ ଭାଇ ଚନ୍ଦନ ଭାଇକୁ, ଯାହାଙ୍କ ନାଁରେ ଆମର ବାଟିକା ନାଁ ଦିଆଯାଇଛି ଚନ୍ଦନ ବାଟିକା ଭାଇ। ଆଜିର ଏତେ ଦିନ ପରେ ଆଜିର ମାହୋଲ ଟା କେମିତି ଲାଗୁଛି? ମାନେ ବହୁତ କମ ରେ କହିବ, ଲମ୍ବେଇବେ। ଜୟ ଜଗନ୍ନାଥ। କାରଣ ନେତା ଲୋକ ନା, ଲମ୍ବା ଭାଷଣ ଦେଇ ଯେଉଁଦିନ ଏଠି ବୃକ୍ଷରୋପଣ କରାଯାଇଥିଲା, ସବୁଜ ସେନାର ଯୋଦ୍ଧା ଏବଂ AMRM ଫାଉଣ୍ଡେସନର ସଭାପତି ଏବଂ ତାଙ୍କର ସଦସ୍ୟମାନେ ଥିଲେ। ଏଟା ରୋପଣ କରାଯାଇଥିଲା। ଏମିତି ଆମେ ମାନେ ସମସ୍ତେ ଏକତ୍ରିତ ହେଇଥିଲେ। ଆଜି ମଧ୍ୟ ପଖାଳ ଦିବସ ଆମର ବିଭୂତି ଗୁରୁଜୀ କହିଥିଲେ ଏଇ ସବୁଜ ବାଟିକାରେ ପଖାଳ ଦିନେ ଖାଇବା। ତାଙ୍କର ଯୋଉ ମତଭେଦ ଥିଲା ପଖାଳ ଖାଇବା ପାଇଁ, ସେ ପଖାଳ ହିଁ ଆଜି ଆମ ମାନଙ୍କୁ ଏକତ୍ରିତ କରିଛି। ବହୁତ ଆନନ୍ଦିତ ଲାଗୁଛି, ଯାହାକି ପଖାଳ ପାଇଁ ମୋ ପରିବାରର ସମସ୍ତ ସଦସ୍ୟ, ମୋ ବଡ ଭାଇ ମଧ୍ୟ ଏଠି ପହଞ୍ଚୁଛନ୍ତି, ସମସ୍ତେ ଲାଗି ପଡିଛନ୍ତି। ଏମିତି ସବୁ ଯୋଦ୍ଧା ମାନେ ସୁନ୍ଦର ଭାବରେ ପଖାଳ ଖାଇବେ। ଆଚ୍ଛା, ଆଉ ଗୋଟିଏ ପଦିଏ ପଚାରି, ଆମର ଯୋଉ ଭାଇ ଜଣେ ଯାହାଙ୍କ ନାଁ କିଶୋର, ମାନେ ସବୁବେଳେ ସବୁ କାର୍ଯ୍ୟରେ ସେ ଆଗରେ ଥାନ୍ତି। ବହୁତ ଦିନ ହେଲାଣି ସେ ଆମ ପାଖରେ ନାହାନ୍ତି, ମାନେ ସୁଦୂର ଝାରସୁଗୁଡା ରହୁଛନ୍ତି। ତାଙ୍କ ପାଇଁ ପଦିଏ ଭିଡିଓ ମାଧ୍ୟମରେ ଈଶ୍ୱର ପାଇଁ ପଦିଏ କହିବି, ସେ ବାକ୍ୟ ବୀର ନୁହେଁ, ସେ କର୍ମବୀର। ସେ କଥାରେ କୁହେନି, ସେ ସବୁବେଳେ ଯୋଉଠି ବି ରହିଲେ, ସେ ଦେଶର ଯେକୌଣସି କୋଣ ବିକୋଣରେ ରହୁ, ସେ ତାର କାର୍ଯ୍ୟରେ ବିଶ୍ୱାସ କରେ ଆଉ କାର୍ଯ୍ୟରେ କରି ଦେଖେ। ମୋ ସାନ ଭାଇ ପ୍ରତି ମୋର ଆନ୍ତରିକ ଭଲ ପାଇବା ଅଛି। ଭଗବାନଙ୍କ ଆଶୀର୍ବାଦ ତା ଉପରେ ସବୁବେଳେ ଥାଉ। ଏମିତି ସମାଜ ପାଇଁ ସବୁବେଳେ କାମ କରିଚାଲୁଥାଏ। କିଶୋର ଭାଇ, ଲଭ୍ ୟୁ କିଶୋର ଭାଇ। ଆଜି ପ୍ରଥମ ଥର ଆମ ଗଣରେ ଆମ ବଡ ଭାଇ ଜଣେ ଅଛନ୍ତି, ତାଙ୍କ ନାଁ ସୁନୀଲ ଭାଇ। ସୁନୀଲ ଭାଇଙ୍କୁ ପଦିଏ ପଚାରେ, ଭାଇ ଆଜିର ଏ ଯୋଉ ମାହୋଲ ଟା କେମିତି ଲାଗୁଛି? ଆପଣ ବୋଧେ ପ୍ରଥମ ଥର ଆଜି ଏଠିକି ଆସିଲେ? ଆଚ୍ଛା, ମୁଁ ତ ବାହାରେ। ହଁ, ପୁଅ ଯିଏକି ଆମର ମାନେ ପାଣି ଦବାର, ମାନେ ତା ସହିତ ଅନ୍ୟାନ୍ୟ କାର୍ଯ୍ୟରେ ବି ବହୁତ ସେ ଭଲ। ଛୋଟ ପିଲା ହେଲେ ବି ବହୁତ ଗଛ ପ୍ରତି ତାଙ୍କର ବହୁତ ଭଲ ପାଇବା ଅଛି। ସକାଳୁ ସକାଳେ ଗଛରେ ପାଣି ଫାଣି ଦିଏ, ସବୁ ମସ୍ତି କରନ୍ତି ଦି ଜଣ ଯାକ, ଦାଦା ପୁତୁରା। ମତେ ବି ବଢିଆ ଲାଗେ। ଆଉ ମୁଁ ଆସେ ଭିତରେ, ଆଉ ମୁଁ ଆସିବା ଭିତରେ ଆଉ ଯୋଉ ତମର ଆମେ ମାନେ କେହି ଭେଟ ହୁଏନି। ଆଜ୍ଞା। ଆଜି ମତେ କହିଲା, ଭାଇ ଚାଲ ସେଟା ଆଜି ସବୁ ଆସୁଛନ୍ତି ଭାଇ ମାନେ, ବଡ ଭାଇ ମାନେ, ପଖାଳ ଦିବସ ଅଛି, ଖିଆ ପିଆ କରିବା। ମୁଁ କହିଲି ଚାଲ ଗୋଟେ ମୌଜ ମସ୍ତି କରିବା, ନାଇରେ ଗାଧେଇବା। ଗୋଟେ ଭଲ ଲାଗୁଛି, ମାହୋଲ ଟା ଭାରି ବଢିଆ ଲାଗୁଛି। ଧନ୍ୟବାଦ ଭାଇ। ଆଉ ଏମିତି ଆମକୁ ଟିକେ ମାନେ ଉତ୍ସାହିତ କରୁଥିବେ ମଝିରେ, ଆପଣ ମାନଙ୍କର ମାନେ ଉତ୍ସାହ କଲେ ଆମେ ଆହୁରି ଆଗକୁ ମାନେ ଗଛ ଅନେକ ସଂଖ୍ୟାରେ ଲଗେଇ ପାରିବୁ। ଧନ୍ୟବାଦ। ଆପଣ ମାନେ ଦେଖୁଥିବେ ସମସ୍ତେ କାର୍ଯ୍ୟ କରୁଛନ୍ତି, ତା ସହିତ ପାଟି ବି ଚାଲୁଛି, ସମସ୍ତେ ପଦେ ପଦେ କଥା କହୁଛନ୍ତି। କିନ୍ତୁ ଆମ ଭିତରେ ଜଣେ ଏମିତି ଭାଇ ଅଛନ୍ତି, ମାନେ ସେ କେବଳ କାମରେ ବ୍ୟସ୍ତ, ମାନେ ନା ପାଟିରୁ ପଦେ କଥା ଶୁଣିବେନି। ତାଙ୍କ ନା କଣ କହିବି, ତାଙ୍କ ମୁହଁରେ ପଦିଏ ଶୁଣିବା, ଜବରଦସ୍ତିଆ ପଦେ କଥା କହିବା। ଚଗଲେ ଭାଇ ପଦିଏ କୁହ।
କିଛି ନାହିଁ ପଦିଏ କହ ଭାଇ ପଦିଏ କୁହ କାହିଁ ଏମିତି କରୁଛ ନାଇଁ ଯେତେ କହିଲେ ବି ଭାଇଙ୍କ ମୁହଁରୁ କଥା ବାହାରିବନି ଆଉ ସବୁଠୁ ଭଲ ଗୋଟେ ତାଙ୍କ ଯୋଉ କାମ କହିବ ସେ କାମ କରିବେ କୋଉ କାମ ଯେ ମନା କରିବେନି ହଉ ପ୍ରଭୁ କରନ୍ତେ ଏମିତି ଶରୀର ତାଙ୍କର ସୁସ୍ଥ ରହୁ ଆଉ ଏମିତି ସେ ସବୁବେଳେ କାମ କରି ଚାଲିଥାନ୍ତୁ ଆଜି ବୋଧେ ମୁଁ ଭାବୁଛି ଆଜି ପ୍ରଥମ ଥର ଆମର ମୋ ସାନ ଭାଇ ଶ୍ରୀକାନ୍ତ ଆସିଛି ଯିଏକି ଆପଣମାନେ ଆଗରୁ ତ ତାକୁ ଜାଣିଥିବେ ବହୁତ ତାରି ମୁହଁରେ ଆଜି ପଦ୍ୟ ଶୁଣିବା ଏ ଯୋଉ ଚନ୍ଦନ ବାଟିକା ଆଜି ଭାଇ ଆଜି ପ୍ରଥମ ଥର ବୋଧେ ଆସିଲ ଜୟ ଜଗନ୍ନାଥ ସମସ୍ତଙ୍କୁ ଚନ୍ଦନ ବାଟିକା ମୋର ପ୍ରଥମ ବହୁତ ଥର ଆସିବାକୁ ଇଚ୍ଛା କରିଛି କିନ୍ତୁ ଆଜି କାର୍ଯ୍ୟ ବ୍ୟସ୍ତରେ ଆସିପାରେନି ଆଉ ଆଜି ଏଠି ଆସି କାମ କରି ମୋତେ ବହୁତ ଖୁସି ଲାଗୁଛି ଆଉ ବିଗତ ଦିନରେ ବାଟିକାରେ ଫଳ ଫୁଲ ସବୁ ହବ ଆପଣମାନେ ଆସି ଅନୁରୋଧ ସମସ୍ତେ ଆସି ଖାଇବେ ସମସ୍ତଙ୍କୁ ଧନ୍ୟବାଦ ଜୟ ସୌର ଜୟ ଶ୍ରୀ ନା ଆମେ ସମସ୍ତେ ବିଭିନ୍ନ ସମୟରେ ଭେଟ ହଉ କିନ୍ତୁ କେହି ଏକତ୍ରିତ ହେଇନଥିଲୁ ଯୋଉଟା କି ଆଜି ପ୍ରାୟ ସମସ୍ତେ ଏକତ୍ରିତ ହୋଇଛନ୍ତି ଆଉ ଆମ ସାଙ୍ଗରେ ଆଜି ମୋ ସାନ ଭାଇ ଆଲୋକ ଅଛି ଆଲୋକ ଆଜି କହ ପଦେ କହ କଣ ଗୋଟେ ବାର୍ତ୍ତା ଦେ ସମାଜ ପାଇଁ ଗଛ ଲଗେଇବା ପାଇଁ ଗୋଟେ ବାର୍ତ୍ତା ଦେ ଗଛ ଲଗାଅ ଦେଶ ବଞ୍ଚାଅ ଗଛ ଲଗା ଦେଶ ବଞ୍ଚା ଆଜି ମୁଁ ଆପଣମାନଙ୍କୁ ମୋ ମନର କଥା ଗୋଟେ କହିବି ଆପଣମାନେ ସମସ୍ତେ ଜାଣିଥିବେ ଯାହା ଘରେ ବି ଯିଏ ଗୋଟେ ସମାଜ ସେବା କଲେ କରନ୍ତି ଧର ତାଙ୍କ ଘରେ କିଏ କମ ସେ କମ ହେଲେ ମା ଟିକେ ସପୋର୍ଟ ଯଦି କରୁଥିବ ନହେଲେ ପ୍ରାୟ କିଏ ଘରେ ସପୋର୍ଟ କରନ୍ତି ଆମ ଯୋଉ ଚନ୍ଦନ ଭାଇ ମାନେ ତାଙ୍କ ପରିବାର ମୁଁ ମାନେ ଏତେ ଧନ୍ୟବାଦ ଦେବି ଏତେ ଖୁସି ତାଙ୍କ ପରିବାର ପାଇଁ ଆମ ଚନ୍ଦନ ଭାଇ କି ମାନେ ତାଙ୍କ ଘରର ସମସ୍ତେ ସପୋର୍ଟ କରନ୍ତି ଏମିତିକି ଚନ୍ଦନ ଭାଇଙ୍କ ମିସେସ୍ ଯୋଉଥିପାଇଁ ଆଜି ଚନ୍ଦନ ଭାଇ ମାନେ ବିଭିନ୍ନ ପ୍ରକାର ସମାଜ ସେବାରେ ମାନେ ଲିପ୍ତ ଆଉ ସବୁଠୁ ବଡ କଥା ହଉଛି ଆମ ମଉସା ଯିଏ ଚନ୍ଦନ ଭାଇଙ୍କ ବାପା ଆମ ସାଙ୍ଗରେ ଅଛନ୍ତି ସେ ନିଜେ ଆସିକି ଯୋଉ ଚନ୍ଦନ ବାଟିକାରେ ବି ମାନେ ବାଡ଼ ଦେଇଛନ୍ତି ଆଉ ପାଣି ଦେଇଛନ୍ତି ଆଜି ସେ ଆମ ସାଙ୍ଗରେ ଅଛନ୍ତି ତାଙ୍କ ମୁହଁରୁ ପଦେ ଶୁଣିବା ଏ ଚନ୍ଦନ ବାଟିକା ବିଷୟରେ ଆଉ ଚନ୍ଦନ ଭାଇଙ୍କ ପାଇଁ ପଦେ କହିବେ ମଉସା ପଦେ କୁହନ୍ତେ ଚନ୍ଦନ ବାଟିକା ବିଷୟରେ ଆଉ ପିଲାମାନଙ୍କ ବିଷୟରେ କେମିତି କୁହନ୍ତି ପିଲାମାନଙ୍କ ଭିତରେ କ'ଣ ଏଇଆ ତ ପୁଅ ଏମିତି ନାଗିଯା ଭିତରେ ଏଇଆ ଗଛ ପକେଇବା ଭଲ ସୁରକ୍ଷା ରକ୍ଷା ଗଛ ଲତା ହାଣି ବିଭିନ୍ନ ପ୍ରକାର ଇଏ କରୁଛନ୍ତି ଇଏ ଖାଇ ହବ କି ସବୁ ପ୍ରକାର ସାହାଯ୍ୟ ସମୃଦ୍ଧି ଲୋକ ଦୁନିଆ ପାଇପାରିବେ ସେଇ ବିଷୟରେ ନାଗିଛି ବହୁତ ଗୁଡ଼ାଏ କଷ୍ଟ କରିକିରି 2-4 ଜଣ ପିଲାଙ୍କୁ ଧରିକିରି ଏମିତି ଏଇଆ କାମ ଧନ୍ଦା କରିକିରି ଏଇଗୁଡ଼ା ସବୁ ଗଛ ବୁଛ ପକେଇକି ଏଠି 2 ବର୍ଷର ଗଛ ଯେ ଏତେ ବଡ଼ ହେଇଗଲାଣି ଇଏ ଗୋଟାଏ ହେଇଛି 4 ମାସର ଗଛ ସାର ଦିଆ ହେଉଛି ପାଣି ଦିଆ ହେଉଛି ତେଣୁକରି ଏଇଥିରେ ତ ନାଗିଛି ପୁଅ ଆଉ ଏଇ ଧନ୍ଦା ସବୁ ତାଙ୍କର ନିଶ୍ଚିତ ଭାବରେ ବହୁତ ବହୁତ ଧନ୍ୟବାଦ ମଉସା ପ୍ରଥମେ ତ ଚନ୍ଦନ ଭାଇ ଖାଲି ବଛାଳ ପଞ୍ଚାୟତର ସମିତି ସଭ୍ୟ ନୁହନ୍ତି ଆମ ନାଉଗାଁ ବ୍ଲକର ସେ ଜଣେ ଯୁବ ଛାତ୍ର ନେତା ଏବଂ ଟାଣୁଆ ନେତା ଆଗଦାଡ଼ିର ନେତା ଏବଂ ଆମ ଅଞ୍ଚଳରେ ଯେତେ ସାମାଜିକ କାର୍ଯ୍ୟ ହୁଏ ଯେତେ ସାମାଜିକ ଅନୁଷ୍ଠାନ ଅଛି ସବୁ କ୍ଷେତ୍ରରେ ଚନ୍ଦନ ଭାଇ ସ୍ୱତଃପ୍ରତ ଭାବେ ଜଡ଼ିତ ଚନ୍ଦନ ଭାଇଙ୍କର ଆଜି ପର୍ଯ୍ୟନ୍ତ ଯୋଉ ଜୀବନର ସଂଘର୍ଷମୟ ଜୀବନ ତା ଭିତରେ ତାଙ୍କର ପ୍ରେରଣାର ଉତ୍ସ ହଉଛନ୍ତି ଆପଣ କଣ ଆପଣ ତାଙ୍କୁ ପରିବାର ସବୁବେଳେ ସୁବିଧା ସୁଯୋଗ ଯେତେ ଅସୁବିଧା ଥିଲେ ବି ଚନ୍ଦନ ଆଗେ କେବେ କୌଣସି ଜିନିଷ ପ୍ରେସର କରନ୍ତି ନାହିଁ ଆପଣ ଘର ସବୁ ଦାୟିତ୍ୱ ନେବା ସହିତ ଚନ୍ଦନ ଭାଇକି ସହଯୋଗ କରିବା ଦ୍ୱାରା ଚନ୍ଦନ ଭାଇ ଆଜି ବୁଲିକିରି ବିଭିନ୍ନ କାର୍ଯ୍ୟ କରିପାରୁଛନ୍ତି ତ ସେଥିପାଇଁ ସେ ଯୋଉ ସଂଘର୍ଷ ଆପଣଙ୍କର ଜୀବନରେ ହେଇଛି ତା ବିଷୟରେ 2 ପଦ ଆମକୁ କୁହନ୍ତୁ ଏହା ପୁରା ଆସିକିରି 36 ବର୍ଷ ହେଲାଣି କି 38 ବର୍ଷ ହେଲାଣି ଏଠାର ପିଲା ସେଠିକି ଉଠାଏ ନା କାମ କରିବାକୁ ତାକୁ କେବେ ହେଲେ କହେ ବାପା ଏଇଟା ହବ କି ସେଇଟା ହବ କି ସେଇଟା କରିବା କି କ'ଣ କରିବା ତାକୁ କରିଦେ ମୁଁ ଦିନେ କରିନାହିଁ କିନ୍ତୁ ମୁଁ ଥବା ଯାଏ ମୁଁ ମୋର କରିଚାଲିଛି ସେ ତେଣିକି ତା ଭବିଷ୍ୟତ କ'ଣ କରିବ ତେଣୁକରି ତାକୁ ଏଇ ପଥରେ ମୁଁ ଆଗେଇ ନେବି ଯାହା ଲୋକଙ୍କ ସେବା କର ଗଛ ପକା ଭଲ କର ବହୁତ ବଢିଆ କଥା ଯେ ଆପଣ ତାଙ୍କୁ ସବୁବେଳେ ଏମିତି ଇନ୍ସପାୟାର କରୁଛନ୍ତି ଯେ ନିଜ ପରିବାର କଥା ଆପଣ ନିଜେ ବୁଝିକି ତାଙ୍କୁ ସୁଯୋଗ ଦଉଛନ୍ତି ବାହାରୁ ଛାଡୁଛନ୍ତି ଅନ୍ୟମାନଙ୍କ ଦୁଃଖ ବୁଝିବା ପାଇଁ ଅଞ୍ଚଳ ଲୋକମାନଙ୍କ ସେବା କରିବା ପାଇଁ ସେଥିପାଇଁ ଆପଣଙ୍କୁ ବହୁତ ବହୁତ ନମସ୍କାର ଏବଂ ପ୍ରଣାମ ବହୁତ ବହୁତ ଧନ୍ୟବାଦ ମୁଁ ବି ଆଶା କରିବି ଏମିତି ସମସ୍ତଙ୍କ ବାପା ଯଦି ଏମିତି ମାନେ ଚିନ୍ତାଧାରା ରହିବ ସମସ୍ତଙ୍କ ବାପା ମାନଙ୍କର ତାହେଲେ ନିଶ୍ଚିନ୍ତ ଭାବରେ ମୁଁ ଭାବୁଛି ବୋଧେ ଆମ ଦେଶ ଆମ ସମାଜର କିଛି ଗୋଟେ ସୁଧାର ହବ ଆଉ ଥରେ ମୋ ସାଙ୍ଗ ମୋର ପ୍ରଣାମ ପୁଅମାନେ ବି ବାପାମାନଙ୍କ ସହଯୋଗ ରହିଲେ ଏମିତି ଭଲ ଭଲ କାମ ଆହୁରି କେତେ ସମାଜ କରିପାରିବେ ସମସ୍ତେ ଆଉଥରେ ନମସ୍କାର ବହୁତ ବହୁତ କାର୍ଯ୍ୟ ଚାଲିତ ସବୁବେଳେ ସଦା ଅନବରତ ଚାଲିଥାଏ
ରାଜେଶ ଟିକେ ହାତ ଟେକ ରାଜେଶ ଆସିବେ ସେ ଇଆଡକୁ ଆସିବେ ରାଜେଶ ଟିକେ ହାତ ଟେକ ହାତ ସାଡେ କାମ ସରିଲା ପଖାଳ ରେଡି ଏପଟେ ଟିକେ ଚାଲିଛି ଥଣ୍ଡା ପାଣିରେ ସ୍ନାନ ଦେବୀ ନଈରେ ତାପରେ ଗାଧୁଆ ସରିଲେ ଯାଇକିରି ମାଡ ହବ ପଖାଳ। ଜୟ ଜଗନ୍ନାଥ। ଜୟ ଜଗନ୍ନାଥ। ସବୁ ସେନାର ଯୋଦ୍ଧା ମାନଙ୍କୁ ସମସ୍ତଙ୍କୁ ମୋର ପ୍ରଣାମ। ଆଜି ଯେହେତୁ ଏକ ଶୁଭମୂତ୍ର ଶୁଭ କାର୍ଯ୍ୟ ଚାଲିଛି ଏଠି ସମସ୍ତେ ମୋ ବଡ ଭାଇ ରାଜେଶ ଭାଇ ଉମା ଭାଇ ଏବଂ ସମସ୍ତେ ଉପସ୍ଥିତ। ମୁଁ ଏତିକି ଆଶା କରେ ଆଗକୁ ଆଗକୁ ଯିବା ଗଲେ କିଛି ସମସ୍ତେ ଗୋଟେ ଗୋଟେ ଗଛ ଲଗାଅ ଏବଂ ମଣିଷର ପ୍ରଥମ ହେଲା ହଉଛି ଗଛ ଆମର ଜୀବନ ସମସ୍ତେ ଜାଣିଥିବେ ମୁଁ ତାଠାରୁ ଅଧିକ କିଛି କହିପାରିବିନି। ମୁଁ ଏତିକି କହିବି ସମସ୍ତେ ଯିଏ ଦେଖୁଛନ୍ତି ନାଇଁ ସମସ୍ତଙ୍କୁ ଅନୁରୋଧ ଗୋଟେ ଗୋଟେ ଗଛ ଲଗାଇବା ତାର ଗଛ ଲଗେଇବା ଦ୍ୱାରା କିଛି ଅସୁବିଧା ହବନି କିନ୍ତୁ ସୁବିଧା କରିବା ସମସ୍ତେ କିଛି ଟାଇମ ଦବା ପାଣି ଦବା ଏବଂ ତାକୁ ସୁରକ୍ଷିତ ରଖିବା। ଧନ୍ୟବାଦ। ଜୟ ଜଗନ୍ନାଥ। ଜୟ ଜଗନ୍ନାଥ। ଏଇ ଖାଇବା ସମୟକୁ ପବନଟା କୁଆଡୁ ଥିଲା କେଜାଣି ଜୋର ଆସିଲାଣି ତଥାପି ପିଲାମାନେ ପାରି ସାରିଲେଣି ସମସ୍ତେ ରେଡି ହେଇଗଲେଣି ବସିବା ପାଇଁ। ଚାଲ ବସ ଅପେକ୍ଷା କରନି ବସ। ଇଏ ଆନନ୍ଦ ଇଏ ଖୁସି ଆଉ କଣ ମିଳିବ ଇଏ ଗୋଟେ ଖୁସି ଏମିତି ସମୟର କଥା ସବୁ। ପଖାଳ ଦିବସ ତ ଗଲାଣି ଆମର ଆଜି ପଖାଳ ଦିବସ ସବୁଜ ବାଟିକାରେ ଚନ୍ଦନ ବାଟିକାରେ ପଖାଳ ଦିବସ ପାଳନ କରାଯାଉଛି। ଦେଖନ୍ତୁ ବିଭିନ୍ନ ପ୍ରକାର ଆଇଟମ ଆଜି ହୋଇଛି ସାଧା ସହିତ ଆମିଷ। ଟିକେ ପଚାରିବା ଆମର ବଡ ଏମାନଙ୍କୁ ଆଜି ସବୁ କଣ ଆଇଟମ ସବୁ ହେଇଛି ପଖାଳରେ ଦେଖିପାରୁଥିବେ ମୋ ପଛଆଡେ ସବୁ ଧାଡି ବସିଛନ୍ତି ଚନ୍ଦନ ବାଟିକାରେ ଏପଟେ ଜଙ୍ଗଲ ଭିତରେ ଚାଲିଛି ଇଏ ଗୋଟେ ଆନନ୍ଦ ମଜା। ଜୟ ଜଗନ୍ନାଥ। ଉମା ବାବୁ ଆଜି କଣ ଏଠି ପ୍ରସ୍ତୁତ କରାଯାଉଛି ଏଠି କଣ ହଉଛି ଆଜି? ପ୍ରକୃତ ଆଜିର ଯୋଉ କାର୍ଯ୍ୟକ୍ରମଟି ହେଇଛି ଏଇଟା ଗୋଟେ ଆମର କାମର ବାହାନା ଥିଲା କିନ୍ତୁ ଆମର ପ୍ରଥମ ଥିଲା କାର୍ଯ୍ୟ ଯେ ଆମେ ଟିକେ ପଖାଳ ଖାଇବୁ ସେଥିପାଇଁ ଟିକେ ଆଲୋଚନା କରି ଆମର ଚନ୍ଦନ ବାବୁ ସହିତ କଥାବାର୍ତ୍ତା ହେଲା ପରେ ଚନ୍ଦନ ବାବୁ ସବୁ ସୁବ୍ୟବସ୍ଥା କରିଛନ୍ତି ପଖାଳର। ଆଉ ଏ ଯୋଉ ସବୁ କଣ ଆଇଟମ ହେଇଛି ସେ ବିଷୟରେ ଆମର ମାନେ ମୁଖ୍ୟ ପ୍ରବକ୍ତା ଯିଏ ଅଛନ୍ତି ଗୁରୁଜୀଙ୍କୁ ଯାଇକି ପଚାରନ୍ତୁ। ମୁଁ ଏବେ ଖାଇଲି ମତେ ଭୋକ ଲାଗିଲା ଆଉ ମୋର କିଛି କହିବାର ଗୁରୁଜୀ ଜୟ ଜଗନ୍ନାଥ। ଆଜିର ଆନନ୍ଦ ଏତେ ପ୍ରକାରର ଖାଦ୍ୟ ଆ ବିଷୟରେ କଣ କହିବେ? ଆନନ୍ଦକୁ ତ ଭାଷାରେ ପରିପ୍ରକାଶ କରିହବନି। ବାସ୍ତବରେ ଯେତିକି ପ୍ରକାର ଏଠି ବ୍ୟଞ୍ଜନ ବ୍ୟବସ୍ଥା ହେଇଛି ଏଠି କିଛି ବ୍ୟବସ୍ଥା ନାହିଁ ତା ଭିତରେ ଏତେ ସୁବ୍ୟବସ୍ଥା ହେଇଛି ତାକୁ ଗଣି ଗଣିଲା ବେଳକୁ 20ରୁ ଉର୍ଦ୍ଧ। ତାପରେ ଖାଇବା ଭିତରେ ମୁଁ ମଧ୍ୟ ବାବଳା ହଉଛି କାହାକୁ ଖାଇଲି କାହାକୁ ଖାଇନି ଆଉ କୋଉ ସ୍ୱାଦ କେତେ ମାତ୍ରାରେ ମାପିବି ତା ମାପିବା ପାଇଁ ମୋ ପାଖରେ ବି ସେ କ୍ଷମତା ନାହିଁ। ଏକରୁ ଆରେକ ଭଳି ସ୍ୱାଦିଷ୍ଟ। ଟିକେ ଧନ୍ୟବାଦ ଦେବେ ସେଇମାନଙ୍କୁ ଯୋଉମାନେ ପଛଦ ପଟେ ରହି କେତେ ସବୁ ମାନେ ଆଇଟମ ତିଆରି କରୁଛନ୍ତି। ହଁ ନିଶ୍ଚିତ ଭାବରେ ଏଟା କହିବାକୁ ହିଁ ପଡିବନି ଏତେ ସୁସ୍ୱାଦ ସେଠି ଆଇଟମରେ ବର୍ଣ୍ଣନା କରିହବନି ଆଉ ତା ପଛରେ ଯୋଉମାନେ ପରିଶ୍ରମ କରିଛନ୍ତି ତାଙ୍କୁ ଭାଷାରେ ଧନ୍ୟବାଦ ଦେଲା ଭଳିଆ କ୍ଷମତା ଆମ ପାଖରେ ନାହିଁ। କେତୋଟି ଆଇଟମ ହେଇଥିଲା ଆଜି? ମୋ ହିସାବରେ ମୁଁ 20ରୁ ଉର୍ଦ୍ଧ ଗଣିଲା ପରେ ଆଉ ଗଣିବାକୁ ମାନେ ଗଣି ପାରିଲି ପତ୍ରରେ ଜାଗା ମୁଁ କେବଳ ଲକ୍ଷ୍ୟ ରଖିଛି ସବୁ ଜାଗା କିନ୍ତୁ ଛାଡ଼ିବି ସେଇ ଚେଷ୍ଟାରେ ଅଛି। କଣ କହୁଛି ନ କହୁଛି ମୁଁ ଖାଇବାରେ ପୁରା ବିଭୋର ହେଇଯାଇଛି। ଆଜିର ଏ ପ୍ରସ୍ତୁତ କଣ ପାଇଁ ହେଇଥିଲା? କଥା ଯୋଉ ଭାଇ କହିଲେ ସବୁଜ ସେନାର ଯେତିକି ଏଠି ଅଛନ୍ତି ସମସ୍ତଙ୍କର ବହୁତ ବହୁତ ଜରୁରୀ କାମ ଥାଏ ଏବେ ବି ଅଛି କିନ୍ତୁ ତା ସତ୍ତ୍ୱେ ଗଛ ପ୍ରତି ସେମାନଙ୍କର ଭଲ ପାଇବା ପରିବେଶ ପ୍ରତି ସେମାନଙ୍କର ଗୋଟେ ସେତିକି କର୍ତ୍ତବ୍ୟବୋଧ ତାଙ୍କୁ ଟାଣି ଆଣେ ସବୁ କାମକୁ ପଛରେ ପକାଇ ସେମାନେ ଏକାଠି ହେଇଯାନ୍ତି। ଏଇ ଗୋଟେ ଗୋଟେ ଗଛ ବାହାନାରେ ଏକାଠି ହେବା ଓ ପରିବେଶ ପାଇଁ କିଛି କରିବା ବା ସମାଜ ପାଇଁ କିଛି କରିବା ପାଇଁ ଯେତେ ଏଠି ଅଛନ୍ତି ଏ ନିଜକୁ ସମୟକୁ ସମର୍ପିତ କରନ୍ତି ଏବଂ ସେଥିପାଇଁ ସେ ଗୋଟେ ସ୍ୱତନ୍ତ୍ର ଆକର୍ଷଣରେ ଟାଣି ହେଇଯାନ୍ତି। ଆଉ ତାର ଫଳସ୍ୱରୂପ ଆଜି ଏଇ ଯୋଉ ସବୁଜ ସେନାର ଚନ୍ଦନ ବାଟିକାରେ ଏଇ ଗଛ ପ୍ରେମରେ ପରିବେଶ ପ୍ରେମରେ ଏ ସବୁ ବ୍ୟସ୍ତବହୁଳ ବ୍ୟକ୍ତିତ୍ୱ ଅନନ୍ୟ ପ୍ରତିଭା ମଧ୍ୟ ଏଠି ଅଛନ୍ତି। ସେମାନେ ସବୁ ନିଜର କାମ ଛାଡି ଏଠି ଯୋଗ ଦେଇଛନ୍ତି ଆଉ ଏ ଅନନ୍ୟ ଆନନ୍ଦ ଏଇଟା ଭାଷାରେ କେବେ ବି ବ୍ୟକ୍ତ କରିହବନି। ଆଉ ସେମାନଙ୍କର ଯୋଉ ହୃଦୟରୁ ଯୋଉ ଭଲ ପାଇବା ଏଇଟା ଏମିତି ନିଶ୍ଚିତ ଭାବରେ ଆଗକୁ ରହୁ। ଜୟ ସବୁଜ ସେନା ଜୟ ଜଗନ୍ନାଥ। ଦେଖିପାରୁଥିବେ ଇଏ ମକରାବଙ୍କର ପୁରା ପତ୍ର ଶେଷ ହେଇଯାଇଛି ପତ୍ର ପୁରା ସଫା ହେଇଯାଇଛି। କେତେ ଟେଷ୍ଟ ଥିଲା? ବହୁତ ବଢିଆ ଥିଲା ଭାଇ ଭାଷାରେ ବି କହିପାରିବିନି ଏମିତି ଖାଦ୍ୟ ବି ଅପୂର୍ବ ଭଲ ହୋଟେଲରେ ମଧ୍ୟ ଖାଇପାରିବେ ତାଠୁ ଶାନ୍ତି ଆଉ କୋଉଠି ନାହିଁ। ଆଜି ଚନ୍ଦନ ବାଟିକାରେ ଉପସ୍ଥିତ ହେଇପାରିବ ଖାଦ୍ୟ ପଦାର୍ଥ ସମସ୍ତେ ଖାଉଛନ୍ତି ସମସ୍ତେ ଆଜି ଆନନ୍ଦରେ ଖାଇଲେ ବହୁତ ବଢିଆ ହେଇଛି।
ସେଥିପାଇଁ ଅନେକ ଅନେକ ଧନ୍ୟବାଦ ଆମ ଚନ୍ଦୁ ଭାଇ ଏବଂ ତାଙ୍କ ସାଥୀ ଧନ୍ୟବାଦ ଭାଇ। କେମିତି କଣ ମାଛର କଣ୍ଟା ବାହାରୁଛି କି ନାହିଁ, କେମିତି କଣ ଲାଗୁଛି? ସରୁନି ଏବେ ବି ଅଛି, ସରିଯିବ। ନାଇଁ ଇଏ ସେୟାର କରି ଦି ଜଣ ଗୋଟେରେ ଖାଉଛନ୍ତି, ଇଏ ତ ଅଧିକା ଟେଷ୍ଟ ବଢି ଯାଉଥିବ ନିଶ୍ଚିନ୍ତ ଭାବରେ। ବାଟିକି ଖାଇଲେ ତ ଭଲ ଲାଗେ, ନ ବଢେ ସଦା ବଢେ ତ ଭଲ ଲାଗେ। ଅନନ୍ତ ବାବୁ କଣ କହିବେ ଆଜିର ଖାଦ୍ୟପେୟ ବିଷୟରେ? ଠିକ ଅଛି। ଇଏ ତୁମେ ବି ସେୟାର କରି ଖାଉଛ ବୋଧେ ଗୋଟେ ଜାଗାରେ? କେମିତି କେମିତି କଣ ଟେଷ୍ଟ କେମିତି କଣ ଅଛି ସବୁର? ସବୁ ଶାଗୁଆ ଶାଗୁଆ ସବୁ ସବୁଜ ପନିପରିବା ଯେମିତି ସବୁ ସବୁଜ ବର୍ଣ୍ଣାନୀର। ଭାଇ ଆମର ବଡ ଭାଇ ଅଛନ୍ତି, କଣ କେମିତି ଲାଗିଲା ଆଜି? ପୁରା କଂସା ଆଜି ଶେଷ ହେଇଯାଇଛି ମୋ ଭାଇର। କେମିତି କଣ ହେଇଥିଲା ଭାଇ କହ? କେତେବେଳେ ତାକୁ ଭଲରେ ଆମେ ଆଶ୍ଚର୍ଯ୍ୟ ହେଇଯାଉଛୁ। ଏମିତି ଆଇଟମ୍ ଆମେ କେବେ ଜୀବନରେ ଏମିତି ଖାଇନୁ। ଏବେ ହବ ସବୁ ତ ସେନା ଏମିତି ମିଳନ ହେଇଥାଉ ଆଉ ଆଗକୁ ଆଗକୁ ସବୁ ସେଟା ଆଗେଇବ। ତାପରେ ସବୁ ଭାଇମାନେ ଏମିତି ମିଳିମିଶିକିରି ଖିଆପିଆ କରି ସବୁ ଚେଷ୍ଟା କରନ୍ତୁ ସେନା କେମିତି ଆଗକୁ ଆଗେଇ ପାରିବ କେମିତି। ଜୟ ଜଗନ୍ନାଥ। ଭାଇ ଚନ୍ଦନ ଭାଇ, ଇଏ ସମସ୍ତେ ଆପଣ ମାନଙ୍କୁ ଧନ୍ୟବାଦ, ଆପଣଙ୍କୁ ନିଜକୁ ହିଁ ଧନ୍ୟବାଦ ଦଉଛନ୍ତି ଚନ୍ଦନ ବାବୁଙ୍କୁ ସମସ୍ତେ। କଣ ଆ ବିଷୟରେ କହିବେ? ଆଜିର ଏ ପ୍ରୋଗ୍ରାମ କେମିତି କଣ ଆପଣ ଏତେ ମାନେ ସୁନ୍ଦର ଭାବରେ? ଆଜିର ପ୍ରୋଗ୍ରାମ କେବଳ ଆମର ଯୋଉ ଆବାହକ ଅଛନ୍ତି, ଆମର ସବୁଜ ସେନାର ପ୍ରତିଷ୍ଠାତା ବିଭୂତି ଗୁରୁଜୀ, ତାଙ୍କ ଇଚ୍ଛା ଥିଲା ସବୁଜ ବାଟିକାରେ ଚନ୍ଦନ ବାଟିକାରେ ପଖାଳ ଦିବସ କରିବା ବା ପଖାଳ ଭୋଜନ କରିବା। ତାଙ୍କ ଇଚ୍ଛା ହିସାବରେ ତାଙ୍କର ମନ ଯେମିତି, ତାଙ୍କର କାର୍ଯ୍ୟ ଯେମିତି, ଆଜି ଏ ଜିନିଷ ଗୁଡାକ ଯାଇଛି। ମୁଁ ବହୁତ କାର୍ଯ୍ୟ ବ୍ୟସ୍ତତା ଭିତରେ, ମାମୁଙ୍କର ଦେହ ଖରାପ ଥିଲା, ଯୋଉ ସମୟ ମେଡିକାଲରେ ଥିଲି, ମୁଁ ଆସିବା ପହଞ୍ଚିଲା ବେଳକୁ 9ଟା 10ଟା ହେଇଥିଲା। ସେଠି ମୋ ଭଉଣୀ ମିକି ମାମୁଙ୍କ ଝିଅ, ସେ ମଧ୍ୟ ଆମ୍ବ ଚଟଣି କରିକି ରେଡି କରିଥିଲା। ଶାନ୍ତୁଙ୍କ ଘରୁ କଦଳୀ ଆଳୁ ଭଜା, ଏପଟେ ଆମ ଘରେ ମୋ ପରିବାରର ବାପା ବୋଉ ବିଶେଷ ସମସ୍ତେ ଲାଗିକିରି ଏ ସୁନ୍ଦର ବ୍ୟଞ୍ଜନ ବ୍ୟବସ୍ଥା କରିଛନ୍ତି କେବଳ ସବୁଜ ବୃଦ୍ଧାଙ୍କ ପାଇଁ, ଯୋଉମାନେ ପ୍ରତିଦିନ ବା ପ୍ରତି ମୁହୂର୍ତ୍ତରେ ସମାଜ ପାଇଁ ଚିନ୍ତା କରନ୍ତି, ସମାଜର ସୁରକ୍ଷା ପାଇଁ ଚିନ୍ତା କରନ୍ତି। ତାଙ୍କ ସୁରକ୍ଷା ନିମନ୍ତେ ମୋ ପରିବାର ଆଜି ଏ ବ୍ୟଞ୍ଜନ ପ୍ରସ୍ତୁତ କରିଛନ୍ତି। ମୁଁ ବହୁତ ଖୁସି ଆଉ ସେମାନେ ବହୁତ ଶାନ୍ତିରେ ଖାଇଲେ। ବହୁତ ମୁଁ ଆଜି ଆନନ୍ଦିତ। ମୋ ସହିତ ଯୋଗ ଗୁରୁ ଅଛନ୍ତି, ଯିଏକି ମୋ ପଞ୍ଚାୟତର ଛୋଟ ଛୋଟ ପିଲାମାନଙ୍କୁ ପ୍ରତିଦିନ ସକାଳୁ ଉଠେଇକି ତାକୁ ଆଜିର ଶିଶୁ ଆସନ୍ତାକାଲିର ଭବିଷ୍ୟତ ତାଙ୍କ ପାଇଁ ସବୁବେଳେ ସେ ପିଲାମାନଙ୍କ ସହିତ ଯେପରି ପିଲାଙ୍କ ଭବିଷ୍ୟତ ଦେଖୁଛି, ଆମେ ଯେମିତି ସମାଜର ଭବିଷ୍ୟତ ଦେଖିବା ପାଇଁ ଏ ସବୁଜ ଯୋଦ୍ଧା ମାନେ ସବୁବେଳେ ଜଡ଼ିତ। ଜୟ ଜଗନ୍ନାଥ। ନିହାତି ନିହାତି ବାସ୍ତବରେ ଯୋଉଟା ଚନ୍ଦନ ଭାଇ କହିଲେ ବ୍ୟଞ୍ଜନ ସେ କରିଥିଲେ, ମତେ ଲାଗୁଛି ତା ଅନୁମାନ କରୁଛି କୌଣସି ଗୋଟେ ଉନ୍ନତ ହୋଟେଲରୁ କୌଣସି ଗୁଣରେ କମ୍। ଆଉ ଆକୁ ଏଭଳି ବ୍ୟଞ୍ଜନ କାହିଁ ମୋ ଜିନ୍ଦଗିରେ ଆଜି ପର୍ଯ୍ୟନ୍ତ ମୁଁ କାହିଁ ଏକାଠି କେବେ ଖାଇବା ଅନୁଭବ କରିନଥିଲି। ଆଉ ସେ ଆନନ୍ଦ ସମସ୍ତଙ୍କ ପାଟିରୁ ବର୍ତ୍ତମାନ ବାହାରୁଛି, କି ଶାନ୍ତି। ଆଉ ଆର ବର୍ଣ୍ଣନା କେବଳ ସେତିକିରେ ହିଁ ସୀମିତ। ଏଇଟା ଆପଣ ଆକଳନ କରିବେ। ଜୟ ଜଗନ୍ନାଥ। ଜୟ ଜଗନ୍ନାଥ ଭାଇ। ଯୋଗ ଗୁରୁ ଆମର ଭାଇ ଅଛନ୍ତି। ଭାଇ ଖାଇବା ସମୟରେ ଜଗନ୍ନାଥ କହିଲେ ଭୁଲ ହବ କି ନାଇଁ ମୁଁ ଜାଣିନି। ନାଇଁ ଭୁଲ କିଛି ନାହିଁ ଭାଇ, ଜୟ ଜଗନ୍ନାଥଙ୍କୁ ସବୁବେଳେ ଜଗନ୍ନାଥଙ୍କୁ ଡାକିପାରିବ। ମୁଁ ଦେଖେ ପ୍ରତ୍ୟେକ ଚନ୍ଦନ ସାଥିରେ ଯୋଉମାନେ ସବୁ ସବୁଜ ସେନା ଅଛନ୍ତି, ସମସ୍ତେ ସବୁବେଳେ ମୁଁ ଅଧିକା କଣ କହିବି, ସମାଜର ମଙ୍ଗଳ ଯୋଉମାନେ ଚାହୁଁଛନ୍ତି ତାଙ୍କୁ ମୁଁ ଏତିକି କହିବି ବହୁତ ବହୁତ ଧନ୍ୟବାଦ। ତାଙ୍କର ସବୁବେଳେ ଶରୀର ଆରୋଗ୍ୟ ରହୁ, ମୋର ଭଗବାନଙ୍କ ପାଖରେ ଏତିକି ମାନେ ମିନତି, ଭଗବାନଙ୍କ ପାଖରେ ଏତିକି ଗୁହାରି, ତାଙ୍କ ଶରୀର ଆରୋଗ୍ୟ ରହୁ। ସେ ଏମିତି ମାନେ ଚନ୍ଦନ ଭଟିକା ଭରି ଏମିତି ଅନେକ ଭାଟିକା ଏମିତି ଆଗକୁ ବାଢି ଚାଲୁ, ଆଉ ସମସ୍ତଙ୍କର ଏମିତି ମଙ୍ଗଳ ହଉ, ପରିବେଶ ସୁନ୍ଦର ରହୁ, ସବୁଜ ରହୁ। ମତେ ରାତି ପହଞ୍ଚିଥିବାରୁ ନିଜକୁ ଧନ୍ୟ ମନେ କରୁଛି। ଅତି ସୁନ୍ଦର ପରିବେଶ। ଜୟ ଜଗନ୍ନାଥ। ହରି ଓମ୍। ନୀଳାଦ୍ରି କନ୍ଦରାନନ୍ଦୀ ମନ୍ଦାର ଲୟ ମନ୍ଦିତ ବନ୍ଦେ ବୃନ୍ଦାର ମନ୍ଦାର ଇନ୍ଦିରା
ପ୍ରଭୁ ଜଗନ୍ନାଥଙ୍କ ଚରଣା କମଳରେ ମୁଁ ସମସ୍ତଙ୍କୁ ନିବେଦନ କରୁଛି ଏହିପରି ଗଛ ସମସ୍ତେ ଲଗାନ୍ତୁ। ଏହି ଚନ୍ଦନ ଭାଟିକା ପରି ଅନେକ ଏମିତି ଭାଟିକା ପ୍ରସ୍ତୁତ ସମସ୍ତେ କରନ୍ତୁ। ଭଗବାନ ସମସ୍ତଙ୍କୁ ଯେତିକି ସଦ୍ବୁଦ୍ଧି ଦିଅନ୍ତୁ। ଜୟ ଜଗନ୍ନାଥ। ପଣ୍ଡିତ ମହୋଦୟଙ୍କୁ ଅଶେଷ କୃତଜ୍ଞତା। ଆପଣଙ୍କର ଏହି ଆଶୀର୍ବାଦ ଆମ ସବୁଜ ସେନାର ସମସ୍ତ ସବୁଜ ଯୋଦ୍ଧା ସବୁଜ ସେବକ ସମସ୍ତଙ୍କ ପ୍ରତି ଥାଉ, ଏତିକି କାମନା। ମୁଁ ଏବେ ନିବେଦନ କରିବି, ଆମ ପାଖରେ ଉପସ୍ଥିତ ଅଛନ୍ତି ବାବାଜୀ ଭାଇ, ଯିଏକି ଆମ ସବୁଜ ସେନାର ଅନ୍ୟତମ ଉପଦେଷ୍ଟା ପ୍ରତିଷ୍ଠାତା। ବାବାଜୀ ଭାଇ ବି ଖାଲି ଦୀପଦ ପଦ ଏମିତି ତ ସଭା ନୁହେଁ, ମାର୍ଗଦର୍ଶକ। ସେଇ କଥା ଖାଲି କୁହନ୍ତୁ, ଖାଲି ତ ସେଇ କଥାଟା ମୁଁ ଥରେ ରିପିଟ୍ କରୁଛି ବାବାଜୀ ଭାଇଙ୍କ ପାଇଁ। ଖାଇଲେ ଯୋଉ ପେଟ ପୁରେ, ସେ ପୁଣି ପେଟ କିଛି ସମୟ ପରେ ଆମର ଯୋଉ ପରିପାକ ବ୍ୟବସ୍ଥା ଅଛି ସେଥିରେ ସିଏ ହଜମ ହେଲା ପରେ ସରିଯାଏ। କିନ୍ତୁ ନ ଖାଇକି ଯୋଉ ଆନନ୍ଦ ହୁଏ ସେ ଦୀର୍ଘ ଦିନ ଧରି ଆଜୀବନ ରୁହେ। ବାବାଜୀ ଭାଇଙ୍କ କହିବା କଥା ଯେ ଏଠି ଯୋଉ ନିଆର ଆନନ୍ଦ ଆଉ ସେଥିରେ ଯୋଉ ହୃଦୟ ପୁରୁଛି ତାହା ଅବର୍ଣ୍ଣନୀୟ। ବାବାଜୀ ଭାଇ ତାଙ୍କ ଅନୁମତି ନେଇ ତାଙ୍କ ଉଦର ଭାଷା ଦୀପଦ ଆପଣମାନଙ୍କ ପାଇଁ ରଖିଲି। ଆଉ ବାବାଜୀ ଭାଇଙ୍କର ଏଇ ଭାବନା, ଏଇ ହୃଦୟରୁ ଭଲ ପାଇବା ସବୁବେଳେ ଥାଉ, ଏଇ କାମନା ସବୁଜ ସେନା ନିଶ୍ଚିତ ଭାବରେ ରଖିବ। ବାବାଜୀ ଭାଇଙ୍କୁ ଅଶେଷ ଅଶେଷ ଧନ୍ୟବାଦ। ତାଙ୍କର ମାର୍ଗଦର୍ଶନ ଆମ ସହିତ ଏମିତି ସବୁବେଳେ ଥାଉ। ବାବାଜୀ ଭାଇଙ୍କ ପାଇଁ ନିହାତି ତାଳି ହେବା ଦରକାର। ଏଇ ଶିଖର ଗ୍ରାମ ପଞ୍ଚାୟତର ନାୟବ ସରପଞ୍ଚ ମନୋଜ କୁମାର ମହାପାତ୍ର, ଯିଏକି ଆମର ବୟୋଜ୍ୟେଷ୍ଠ, ସେ ବୟୋଜ୍ୟେଷ୍ଠ ହିସାବରେ ବଡ ଭାଇ ହିସାବରେ ତାଙ୍କ ଭାଗ ଅଧିକା କାମ ସେ କରନ୍ତି। ଆମେ ଗୋଟିଏ ଗଛ ଲଗାଇଲେ ସେ 2ଟା ଗଛ ଲଗାନ୍ତି। ତେଣୁ ବଡ ଭାଇଙ୍କର ଖାଲି ପଦବୀରେ ସେ ନଥାନ୍ତି, କାର୍ଯ୍ୟ କରି ପ୍ରମାଣ କରନ୍ତି। ଆଉ ତାଙ୍କର ଉପସ୍ଥିତି ଆମକୁ 100 ଗୁଣ ପ୍ରେରଣା ଦିଏ। ତେଣୁ ମନୋଜ ଭାଇ 2 ପଦ ଆମକୁ ମାର୍ଗଦର୍ଶନ କରିବେ। ମନୋଜ କୁମାର ମହାପାତ୍ର ନିବେଦନ କରିବି ଭାଇ 2 ପଦ ଆମକୁ ମାର୍ଗଦର୍ଶନ। ଜୟ ଜଗନ୍ନାଥ, ଜୟ ଜଗନ୍ନାଥ। ଏଠାରେ ସମସ୍ତ ଭାଇମାନଙ୍କୁ ଧନ୍ୟବାଦ। ସମସ୍ତେ ଗଛ ଲଗାନ୍ତୁ। ଗଛ ଆମର ଜୀବନ। ଆମର ପିଲାଟି ଜନ୍ମ ହେଲେ ତା ପାଇଁ ଗଛଟି ଦରକାର ହେଉଛି, କାଠ ମଲାବେଳେ ବି କାଠ ଦରକାର ହେଉଛି, ଘର ଦ୍ୱାର ଯେକୌଣସି କାମରେ ବି ଗଛ ଦରକାର ହେଉଛି। ତେଣୁ ଗଛ ଆମର ଜୀବନ। ସମସ୍ତେ ଚାହିଁବା କେମିତି କିଛି ନା କିଛି ଗଛ ଲଗେଇବା। ଗଛ ଲଗେଇଲେ ଯେଉଁ ଏବେ ଯେଉଁ ଖରା ହେଉଛି ତା ଦ୍ୱାରା ଆମେ କିଛି ଆରାମ ବି ପାଇପାରିବା, ଅମ୍ଳଜାନ ପାଇପାରିବା। ତେଣୁ ଗଛ ସମସ୍ତେ ଲଗାନ୍ତୁ। ନିଜ ବାରି ଘର ହଉ, ଆମର ଗ୍ରୁପରେ ଯେଉଁଠି ଚାହିଁବେ, ଯିଏ ଯେତେବେଳେ କହିବେ ଯେଉଁଠି ଚାହିଁବେ ସେଠି ଆସିକି ସମସ୍ତେ ଲଗେଇ ପାରନ୍ତୁ ଗଛ। ଏତିକି ମୋର ଯାହା ମନୋଜ ଭାଇ, ଆପଣଙ୍କର এই ଉତ୍ସାହ ପ୍ରେରଣା ସବୁଜ ସେନାକୁ ଆଜି ପର୍ଯ୍ୟନ୍ତ ଏଯାଏ ନେଇ ଆସିଛି। ଆଗକୁ ମଧ୍ୟ ଏଇ ଭଲ ପାଇବା ଆପଣଙ୍କର ରହିବ। ଏଇ ପ୍ରାର୍ଥନା, ଏଇ କାମନା କରି ମୁଁ ସବୁଜ ସେନା ତରଫରୁ ଆପଣଙ୍କ ପାଖରେ, ସେଥିପାଇଁ ଆପଣଙ୍କ ପାଖରେ ସଦା କୃତଜ୍ଞ। ମୁଁ ଏବେ ନିବେଦନ କରିବି ପ୍ରତାପ ଭାଇ, ଆମ ଅଞ୍ଚଳର ଜଣେ ଯୁବ ପ୍ରତିଭା, ତାଙ୍କୁ ମୁଁ ନିବେଦନ କରିବି 2 ପଦ ସବୁଜ ସେନା ପାଇଁ ରଖିବେ ମାର୍ଗଦର୍ଶନ। ଜୟ ଜଗନ୍ନାଥ। ମୁଁ ପ୍ରତାପ କୁମାର ପରିଡ଼ା, ବସ୍ତାଳର ମୋର ଘର। ମୁଁ ଦେଖେ ଯେତେ ସୋସିଆଲ ମିଡ଼ିଆରେ ଫେସବୁକ୍ ହଉ କି ଇଟା ହଉ, ସମସ୍ତେ ବହୁତ ପ୍ରକାର ଅନେକ ଟିକଟକ୍ ଫେକ୍ ଅମକ ସମୟ ଡିଜାଇନ୍ କରୁଛନ୍ତି। କିନ୍ତୁ ଗଛ ଲଗେଇବା ଏଇଟା ହଉଛି ସବୁଜ ସେନାର ଗୋଟେ ବଡ଼ ପ୍ରୟାସ। ମୁଁ ଚାହୁଁଛି ଦୟାକରି ସମସ୍ତେ ପରିବେଶକୁ କେମିତି ସୁରକ୍ଷା ଯୋଗେଇବା, ଆମେ ସମସ୍ତେ ଗଛ ଲଗେଇବା, ସବୁଜ ସୁନ୍ଦର କରିବା। ମୋର ଏତିକି ମିନତି। ସମସ୍ତଙ୍କୁ ହାତ ଯୋଡ଼ି କହୁଛି ଜୟ ଜଗନ୍ନାଥ, ଜୟ ଶ୍ରୀ। ପ୍ରତାପ ଭାଇଙ୍କର ଏ ହୃଦୟର ଭାଷା ଅତି ସରଳ ଆଉ ହୃଦୟସ୍ପର୍ଶୀ, ଆଉ ତାଙ୍କର କଥା ଆଉ କାମ ପୁରା ମ୍ୟାଚ୍ କରୁଛି। ପ୍ରତାପ ଭାଇଙ୍କର ଏଇ ପ୍ରେରଣା ନିଶ୍ଚିତ ଭାବରେ ଆମକୁ ଆଗକୁ ନେବ। ସେଥିପାଇଁ ତାଙ୍କ ପାଖରେ କୃତଜ୍ଞ ସବୁଜ ସେନା। ମୁଁ ଏବେ ନିବେଦନ କରିବି ମକୁ ଭାଇଙ୍କୁ, ସିଏ ତାଙ୍କର ଅଳ୍ପରେ ମଧ୍ୟ ଆମକୁ ମାର୍ଗଦର୍ଶନ ଦେବେ। ମକୁ ଭାଇ। ଜୟ ଜଗନ୍ନାଥ। ଯେହେତୁ ଆଜି ଏତେ ବଡ଼ କାର୍ଯ୍ୟକ୍ରମ ହେଇଛି, ମୁଁ ଆଜି ପହଞ୍ଚି ନିଜକୁ ଧନ୍ୟବାଦ ଏବଂ ମୁଁ ଆଜି ଯେତିକି କହିବି ସମସ୍ତେ ଭାଇ ଏବଂ ଭାଇ ଅଛନ୍ତି ପାଖରେ, ତାର ବଡ ଭାଇ ଚନ୍ଦନ ଭାଇ, ପ୍ରତାପ ଭାଇ ମଧ୍ୟ ସେଥିରେ ବହୁତ ଦିନ ହେଲା ମିଶିଛି ମଧ୍ୟ। ତାଙ୍କର ଯେଉଁ ଆଗ୍ରହ ଉତ୍ସାହ ଆଜି ଲାଗି ସବୁଜ ସେନା ପାଇଁ, ସେମିତି ଆଗ୍ରହ ଆଗକୁ ଯାଉ। ସବୁ ପିଲାମାନଙ୍କୁ କହୁଛି, ଯାହା ବି ହେଲେ ଆମେ କହେ 100 ଗଛ ଲଗେଇବା, ଗୋଟିଏ ଗଛ ଲଗେଇବା ନିଶ୍ଚିତ। ଦିନେ ସେ ଗଛ ହବ। ମୁଁ ଏତିକି କହିବି, ସମସ୍ତେ ଗୋଟେ ଗଛ ଲଗା, ଆଉ ତାର ଉପକାର କର, ଆଉ ତାର ଉପକାର ମଧ୍ୟ ଲାଭ କର। ଏତିକି କହିବି। ଜୟ ଜଗନ୍ନାଥ। ଶ୍ରୀକାନ୍ତ ଭାଇଙ୍କୁ ସେ ମଧ୍ୟ ତାଙ୍କର ମତାମତ ପ୍ରକାଶ କଲେ।
ଏଇଟା ଥଣ୍ଡାରେ ଆମେ କାଲି ଆସିବେ ପରଦିନକୁ ଦେବୁ। କାରଣ ଆମେ ଯେତେବେଳେ ଜନ୍ମ ନେଉଛେ ପ୍ରଥମ ଆମର ଅକ୍ସିଜେନ ନେଉଛେ, ଆମେ ଜନ୍ମ ହେଲା ବେଳକୁ ପ୍ରଥମ ଅକ୍ସିଜେନ ହିଁ ନେଉଛେ। ତ ଆମେ ଜନ୍ମରୁ ଶପଥ କରିକି ସିଆଡ଼ୁ ଆସିଛେ ଯେ ଗଛ ଲଗାଇବା କଥା। ଆମେ ଏଇ ଜିନିଷକୁ ଗଛ ଲଗାଇବା ଜିନିଷଟାକୁ ଆମେ ନିଜେ କରିବା ସହିତ ଆଉ କେତେ ଜଣଙ୍କୁ ଇନ୍ସପିରେସନ କରିବା ପାଇଁ ଏ ସବୁଜ ଯୋଜନା ଆମର କରାହେଇଛି, ଯୋଉଟାକି ଆମେ କରିଚାଲିଛୁ, ଆଗକୁ ମଧ୍ୟ ଜାରି ରହିବ। ଆଉ ସମସ୍ତଙ୍କୁ ଆମେ ଅନୁରୋଧ କରୁଛୁ, ଯେଉଁମାନେ ଆମକୁ ଭିଡ଼ିଓ ମାଧ୍ୟମରେ ଦେଖୁଛନ୍ତି, ଯେଉଁମାନେ ଆମକୁ ପ୍ରାକ୍ଟିକାଲ ବି ଦେଖୁଛନ୍ତି, ସମସ୍ତେ ଗୋଟିଏ ଗୋଟିଏ ଗଛ ଲଗାନ୍ତୁ, ଅଧିକା ନହେଲେ ନାହିଁ। ଆଉ ଆମ ସହିତ ଯୋଗ ଦିଅନ୍ତୁ। ସମସ୍ତଙ୍କୁ ଅନୁରୋଧ, ସମସ୍ତ ଜୀବନ କାଳ ଭିତରେ କିଛି ନହେଲେ ଗୋଟେ ଦୁଇଟା ଗଛ ଲଗାଇ ତାକୁ ବଡ଼ କରନ୍ତୁ। ଅମ୍ଳଜାନ ନହେଲେ ଆମେ ବଞ୍ଚିପାରିବା ନାହିଁ। ଜୟ ଜଗନ୍ନାଥ, ଜୟ ଶ୍ରୀ ଲୁଚି ରହିଛି ଏଇଭଳି ତାଙ୍କର ଶ୍ରଦ୍ଧା ଭଲ ପାଇବା ଥାଉ। ଆଉ ଗଛ ତ ଆମର ସବୁ କିଛି ମୋ ସାନ ଭାଇ ଚନ୍ଦନ ଦେଇ ସବୁ ଯାହା ଭଲ ଲାଗୁଛି। ରୁହେନି ପ୍ରାୟ ଯେତିକି ସମୟ ରହେ ମୋତେ କୁହେ, ମୁଁ ଆସିବି ତା ଯୋଗ ଦେବି, ଭଲ ଲାଗିଲା। ଏବେ ଆମ ପାଖରେ ଗାଈଟି ସୁସ୍ଥ ହେଇ ଆସିଲାଣି ଜ୍ଞାନ ଭାଇ, ତାଙ୍କର ଦୁଇ ପଦ ନିଶ୍ଚିତ ଭାବରେ ଆମକୁ ପ୍ରେରଣା ଦେବ। ଜ୍ଞାନ ଭାଇ ଧନ୍ୟବାଦ। ଜୟ ଜଗନ୍ନାଥ। ସବୁଜ ଦିନର ସମସ୍ତ ସଦସ୍ୟମାନଙ୍କୁ ମୋର ନମସ୍କାର। ଏଇଟା ଖାଲି ଗୋଟେ ଛୋଟ ଜିନିଷ ନୁହେଁ, ଏଇଟା ବହୁତ ବଡ଼ ଜିନିଷ। ଗୋଟେ ଗଛ ଲଗେଇକି ତାକୁ ଛୋଟ ଛୁଆଟେ ଛୋଟ ଛୁଆକୁ ଯତ୍ନ ନେଇକି ତାକୁ ବଡ଼ କରିବା, ମଣିଷ କରିବା, ସେଇଟା ଗୋଟେ ମା ବାପାଙ୍କର ଗୋଟେ ପରିଶ୍ରମ ଯୋଉଟା କରିଥାନ୍ତି। ଛୋଟ ଗଛଟାକୁ ଲଗେଇ ତାକୁ ବଡ଼ କରି ତାକୁ ବଡ଼ କରିବା ବହୁତ କଷ୍ଟ। ଯିଏ ଲଗେଇଛି ତାକୁ ଯତ୍ନ ନେଇଛି ସିଏ ବି ଜାଣିଛି। ସମସ୍ତେ ଗଛ ବିଷୟରେ କହିଲେ, ସବୁଠୁ ବଡ଼ ଉଦାହରଣ ହେଉଛି ଆମ କୋଭିଡ ଟାଇମରେ ଯୋଉ ଅବସ୍ଥା ହେଇଥିଲା ଅକ୍ସିଜେନ ପାଇଁ। ତ ନିହାତି ଆମକୁ ଅକ୍ସିଜେନ ଦରକାର ବଞ୍ଚିବା ପାଇଁ। ତ ସମସ୍ତେ ଗଛ ଲଗେଇବା ଏବଂ ଆଗାମୀ ପିଢ଼ିକୁ ଆମେ ପ୍ରେରଣା ଦେବା ଯେ ଆମେ ଗଛ କେମିତି ଲଗେଇବା, ତାକୁ ବଡ଼ କରିବା। ମୋର ବେଶୀ କିଛି କହୁନି। ପାଇପ୍ ନେଇକି ଯିବା, ଆକ୍ଚୁଆଲି ଗାଡ଼ିରେ ଭାରି କଷ୍ଟ ହେଉଥିଲା ଆଣିବା ପାଇଁ, ଭାରି କଷ୍ଟରେ ଆମେ ଦର୍ଶନ ପାଇପ୍ ନେଇ ଆସିଲୁ। ମୁଁ ତ ପଚାରୁଥିଲି ରେ ତୁ କ'ଣ ଏତେ ଇନଭେଷ୍ଟମେଣ୍ଟ କରୁଛୁ, କ'ଣ ତୁ ଲାଭ କ'ଣ କରୁଛୁ? ଆକ୍ଚୁଆଲି ଲାଭଟା ଆଜି ମୁଁ ଜାଣିଲି। ଏତେ ଥର ଆସିବା ଭିତରେ ଲାଭଟା ମୁଁ ବୁଝିପାରିଲି ପ୍ରକୃତରେ କ'ଣ ଲାଭ। ମିଷ୍ଟର ଜଗତସିଂହପୁରିଆ, ସମସ୍ତେ ବୋଧେ ଜଗତସିଂହପୁରିଆ, ତା ଭିତରେ ଗୋଟେ ସ୍ୱତନ୍ତ୍ର ଜଗତସିଂହପୁରିଆ କିଏ ଜଣେ ଅଛନ୍ତି, ତାଙ୍କ ନାଁ କହିବାକୁ ପଡ଼ିବନି, ଉମା ଭାଇ। ସେ ଦି ପଦ ସବୁବେଳେ ମନେ ପକେଇଥିଲା ଲୋକଟି ମୁଁ ବୋଧେ ଆଜି ମୁଁ କିଛି ଗଛ ବିଷୟରେ କହିବିନି, କିନ୍ତୁ ଆଜିର ଏଇ ଯୋଉ ସମାଗମ ବିଷୟରେ ପତିଆ କହିବି। ମତେ ଆଜି ଏତିକି ଆନନ୍ଦ ଲାଗୁଛି ଯେ ମୋର ସବୁ ଭାଇମାନେ ଏକାଠି ହୋଇଛନ୍ତି। ମାନେ ମୁଁ ଯେତେବେଳେ ଭାବେ ଯେ ଆମେ କେତେବେଳେ ଗୋଟେ ସମସ୍ତେ ଏକାଠି ହେଇକି ଗୋଟେ ଭୋଜି କରିବା ଗଛ ବାହାନାରେ, ମାନେ ଗଛ ବାହାନାରେ ହିଁ ଭୋଜି ଟିକେ ହବ, ସେଟା ହୋଇପାରେନି। ଯୋଉଟା ଆଜି ସଫଳ ହେଇଛି, ଆଉ ସମସ୍ତେ ପ୍ରାୟ ଆସି ମିଶିଛନ୍ତି। ସେଥିପାଇଁ ମୁଁ ବହୁତ ଆଜି ଆନନ୍ଦ ଆଉ ସମସ୍ତଙ୍କୁ ଧନ୍ୟବାଦ ଦଉଛି। ଆଉ ଆଗକୁ ଏମିତି ଆମେ ମିଶିବା, ଗଛ ତ ଗଛ ଲାଗିବ, ତା ସହିତ ଅନ୍ୟାନ୍ୟ କାର୍ଯ୍ୟ ଚାଲିବ, ସମାଜ ସେବା ଚାଲିବ, କିନ୍ତୁ ସମସ୍ତେ ଏମିତି ଗୋଟେ ଏକ ମନରେ ହେଇକି ଆମେ ଆଗକୁ ବାଢିବା ବୋଲି ମୋର ରହୁଛି। ଜୟ ଜଗନ୍ନାଥ। ରହିଲୁ ଆଜି ସବୁ ସରିଲା, ମଜା ମସ୍ତି ସରିଲା, ଖାଇବା ପିଇବା ସରିଲା, ଗଛ ଲଗା ସାର ଦିଆ ସବୁ ସରିଲା। ତାପରେ ପୁଣି କେବେ ଆଉ ଭେଟ ହବ ସମସ୍ତଙ୍କର ଏମିତି ଏକତ୍ରିତ ହେଇକି ତ ଆଉ ଜଣା ନାହିଁ। ତଥାପି ଆଜିର ଯେତିକି କାର୍ଯ୍ୟକ୍ରମ ହେଲା ବହୁତ ବଢିଆ ହେଲା, ଆଗକୁ ଏମିତି ଚାଲୁ ରହିବ। ରହୁଛି। ଜୟ ଜଗନ୍ନାଥ। ପ୍ରଭୁ ସମସ୍ତଙ୍କୁ ଭଲରେ ରଖନ୍ତୁ।